नमस्कार, जय जगन्नाथ। आज बहुत बड़ दिन, आज अगस्ट 15। आज सुदशा व्रत भी आमे सब रेडी हो गलु। नना आसिबे मंदिर रे व्रत पूजा करिया के जिबु। ता पूर्वरु मेन कामटा करिनी, अलता लगेबा चलंतु। अलता लगे कि बहुत बड़ पूजा पर्व रे आगु तो भूली जाइथिली, काम व्यस्त एपट सेपट भुवनेश्वर रहउथिली, आसिक एठी कला बेलु भूली जाइथिली। ए तो गाँ रे रहिलेनी 2 वर्ष हेलानी, ସେଥିପାଇଁ ସବୁ ପୂଜା ପର୍ବରେ ଗାଧେଇ ପାଧେଇ ଚଇନି ଚିକଣ ହେଇ ଅଳତା ଲଗେଇକି ବାହାରି ପଡୁଛି। ନହେଲେ ନନା ଗୋଟେ ପୂଜାରେ ନ ଲଗେଇଲା ମାନେ ପାଟି କରିବେ, କହିବେ ଅଳତା ଲଗେଇନ ମାନେ ପୂଜା ଇନକମ୍ପ୍ଲିଟ। ତେଣୁକରି ଅଳତା ଲଗେଇବାଟା କମ୍ପଲସରି। ସେ ଲଗେଇଦେଲେ ଟିକେ ଭଲ ହୁଏ, ଏକଲା ଏକଲା କଷ୍ଟ ହଉଛି, ଲଗେଇ ଦଉଛି ଆଉ। ଯେତେବେଳେ ବାହା ହେଇନଥିଲି, ଗୁରୁବାର ହେଲା ମାନେ ମମିକୁ ସବୁବେଳେ ଅଳତା ଲଗେଇ ଦେଇଥିଲି। ଏବେ ତ ଆଉ ଲଗେଇ ପାରୁନି। ଯେତେବେଳେ ଗୁରୁବାର ମମିର ମୋର ଭେଟ ହେଇଯାଉଛି ସକାଳୁ ସକାଳୁ ବା ରହିଥିବି ସେପଟେ, ମନେ ପକେଇଦେଲି ଲଗେଇଦିଏ। ନହେଲେ ତ ଏବେ ତ ଅଭ୍ୟାସ ଛାଡ଼ିଗଲାଣି ଗୁରୁବାର ଲଗେଇ। ତ ବହୁତ ଦିନ ପରେ ଆଜି ଗୁରୁବାର ଲଗେଇବି ଅଳତା। କଲର ହେଇଯିବ ଫ୍ଲୋରଟା, ସେଥିପାଇଁ କିଛିଟା ପକେଇ ଦେଇଛି। ପୁରା ଭୋର ଉଠି ସବୁ କାମ ଦାମ ସାରି ଏକ୍ସରସାଇଜଟା ସ୍କିପ୍ ହେଇଯାଇଛି, ସ୍ପିନିଂରେ କରିବା ଆଉ। ସେଇ ଗୋଟେ ଜିନିଷ ସ୍କିପ୍ ହେଇଗଲା। କାମ ଦାମ ସାରି ଘର ପୂଜା ସାରି ଫୁଲ ତୋଳିବାକୁ ବି ଯାଇଥିଲି। ଆଜିକାଲି ମୋ ବୋଉ ହେଇଯାଇଛି, ମୋର ଗୋଟେ ଜେଜେମା ଥିଲା, ସେ ସବୁବେଳେ ସକାଳୁ ଉଠିକି ସମସ୍ତଙ୍କର ଏତେ ମୋଟା, କିନ୍ତୁ ସେ ସବୁ ଫୁଲ ତୋଳିବା ଚକ୍କରରେ ଠାକୁରଙ୍କୁ ସବୁ ବାଛି ବାଛି ଫୁଲ ଦବ ବୋଲି ଖା ପାଚିର ଉପରେ ଚଢି ଯାଇଥିବ। ଆମେ ସବୁବେଳେ ତାକୁ ଆସିଲେ ପାଟି କରି, ବୋଉ ତୁ କାହିଁ ଏତେ ମାନେ ଛୋଟିଆ ମଣିଷଟେ, କାହିଁ ତୁ ବୟସ ହେଲାଣି ପାଚିର ଉପରେ ଚଢିକି ଫୁଲ ତୋଳୁଛୁ। କିଏ ନା କିଏ ଗୋଟେ କମ୍ପ୍ଲେନ କରିଥିବ, ଆଜି ମାଉସୀ ଆମ ଗଛର ସବୁ ଫୁଲ ତୋଳି ନେଇଯାଇଛନ୍ତି। ସେ ସବୁ ବସିକି ସକାଳୁ 4ଟା ରାତିରୁ, ତାକୁ ନିଦ ନଥିବ, 4ଟା ରାତିରୁ ଉଠିକି ଫୁଲ ତୋଳିବାକୁ ପଡୁଥିବ। ଏବେ ମୁଁ ବୋଉ ହେଇଯାଇଛି, ବୋଉ। ସକାଳୁ ଉଠିକି ଫୁଲ ତୋଳିବା, ସକାଳୁ ଉଠିକି ଯେତେବେଳେ କରେଣ୍ଟକୁ ଛାଡିକି ଆସିଲା ମାନେ ଆଗ ବଗିଚା ଭିତରକୁ ଯାଇକି ସବୁ ଫୁଲ, ହ୍ୱାଇଟ୍ ଫୁଲ, ୟେଲୋ ଫୁଲ, ତାପରେ ମନ୍ଦାର ଫୁଲ, ଏଗୁଡା ସବୁ ବସିକି କଲେକ୍ସନ ପରେ। ଆମର 3 ଖୁଡି ଶାଶୁ ଅଛନ୍ତି, 3 ଜଣ ଖୁଡି ଶାଶୁ। ବଡ ଖୁଡି ଶାଶୁଙ୍କ ଘରୁ କିଛି, ମଝିଆ ଖୁଡି ଶାଶୁଙ୍କ ଘରୁ କିଛି, ସାନ ଖୁଡି ଶାଶୁ ଘର ତ ପୁରା ଏତେ ବଡ ଜାଗା କରିଛନ୍ତି, ଦୁନିଆ ଗଛ ଲଗେଇଛନ୍ତି। ରାତି ସବୁ ଫୁଲ ସେଇଠି। ଛୋଟିଆ ଠାକୁର ଅଛି, ଦେଖେଇଛି ଆପଣଙ୍କୁ, ପୂଜା କରିଦେଇଛି। ଫୁଲ ବେଶୀ ପାଇଲିନି ଆଜି, ଏତେ ଏପଟ ସେପଟ କାମ ଚକ୍କରରେ ତରତରରେ ଏତେ ଫୁଲ ତୋଳି ପାରିଲିନି। ନାହିଁ, ଫ୍ରି ଟାଇମ ହେଲେ ଭଲ ବି ତୋଳିବାକୁ ଫଙ୍କସନ ଥିବ, ଏ ମାଣବସା ଗୁରୁବାର ଥିଲେ ଫୁଲ ଫୁଲ ସବୁ ତୋଳି ରେଡି ହେଇଯାଏ। ଆଜି ତ ହେଇଗଲା। ଏବେ ଯିବା ମନ୍ଦିର ଆଡେ, ଖୁଡି ମାନଙ୍କ ଘରକୁ ଯିବା। ଖୁଡି ମାନଙ୍କ ଘରକୁ ଯାଇକି ଯିବା। ରଖିଛି, ଆସନ୍ତୁ ଦେଖିବି କେମିତି ଆଜି ସଜେଇଛି। ଆଜି ଟିକେ ବେଶୀ ଫୁଲ ତୋଳି ପାରିଲିନି, ସେଥିପାଇଁ ଅଳ୍ପ ଅଳ୍ପ ଫୁଲ ଦେଇଦେଇଛି। ଏବେ ଠିକ ଅଛି ତ, ଚେକ୍ କରିବି। ସବୁ ଠିକ ଅଛି। ଆମେ ଗାଁରେ ଯୋଉଟା ଗୋଟେ ଛାଡିଗଲା ମାନେ ବଡ କଥା, ତାହେଲେ ପେପରରେ ବାହାରିବ। ଜେନା ସିନ୍ଦୁର ଲଗେଇ ନଥିଲା, ଅଳତା ପିନ୍ଧି ନଥିଲା, ତେଣୁକରି ସବୁ ଚେକ୍ ଚାକ୍ କରିକି ବାହାରିଲି। ସେଠି ବି ଆପଣଙ୍କୁ ଦେଖେଇବି। ଲାଇଟ୍ ଫ୍ୟାନ୍ ବନ୍ଦ କରିଦେବା। ଚାଲନ୍ତୁ, ମୋର ଭୋଗ ଆଉ ବ୍ରତ ଏତିକି ପୂଜା ହୁଏ। ଭୋଗ ବ୍ରତ ନେଇଗଲି, ଚାଲ ଆମ ଘରୁ ବାହାରିଲି। ଏଟା ଫାର୍ଷ୍ଟ ପଡ଼ିବ ସାନ ଖୁଡି ଶାଶୁଙ୍କର ଘର, ନିଜ ପାଚେରିଟା ଅଛି।
सामना पूरी शाशुर घर ये आसगला डगी सबुदिन से राति खाए रुटी सका भी खाए जिते बाहर से बाहर पड़ो यहाँ हूँ मझी पूरी शाशुर घर पुड़ी रुह এটা হচ্ছে বড় ফুল প্রকার সব অপেক্ষা কলেଣି ଚାଲନ୍ତୁ ଯିବା ମନ୍ଦିର ଆଡେ ଦିଟା ପୂଜିବ ସବୁ କାଇଁ ପୂଜିବ ତୁ ଯେତିକି ଦର୍ଶନ କରିବ ଆ ଭିତରେ ତମରି ଇଏରେ ଥିବ ସବୁ ଆମ ଯୋଗିଆ ମନ୍ଦିର ପୁରା ଆମ ଘର ସାମ୍ନାରେ ଏଟା ହଉଛି ଆମ ରାସ୍ତା ଗଳିଟେ ଗଳିରେ ପୁରା ଅପୋଜିଟ ଏଠି ହୋମ ଯଜ୍ଞ ହୁଏ କେହି ଆସିନାହାନ୍ତି ନା ନନା କାହାନ୍ତି ଧୂଆ ମାଡ଼ନ୍ତି ମାଡ଼ିକି ଯିବେ ସେଠି କହୁଛନ୍ତି ବାୟୁର୍ଜ ଅଗ୍ନି ବର୍ଣ୍ଣ ସୁଧାଙ୍କ ପ୍ରଧାନ ପରିଶ୍ରମ ପ୍ରପିତାମସ୍ତ କାଳସ୍ଥ ଫଳସ୍ଥ ଚୈବସ୍ଥ ଏବଂ ତୃତୀୟତା ଏବଂ ମୋ ତୃତୀୟ ଅଛି କାଳ ବିକାଳ ତମର ସବୁ ପାପ ଲକ୍ଷ୍ମୀ ପାପ ତମ ନାଁ ହୃଦୟ ସବୁଧି ଶ୍ରଦ୍ଧା ଶ୍ରଦ୍ଧା କୁଳଦନ ପ୍ରଭବଶ୍ଚ ଲଜ୍ୟାହଂ ତାଙ୍ଗ ତାଙ୍ଗ ନାଙ୍ଗ ତାଙ୍ଗ ଗରିବାଲୟ ଦେବୀ ସୁହମ୍ ମହାଲକ୍ଷ୍ମୀ ଦେବୀ ଯୋଗିଆନ ଦେବୀ ସହଚନ୍ଦନ ମନ୍ତ୍ରାବଣ ଘୋଷଣା କରି ଯୋଗିଆନ ଦେବୀ ଅନ୍ନ ପ୍ରାପ୍ତ କରନ୍ତୁ ମହାଲକ୍ଷ୍ମୀ ପ୍ରାପ୍ତ କରନ୍ତୁ ସର୍ବେ ବୋଲ ଏକବାର ହରି ବୋଲ ପ୍ରବଳ ଗରମ ପୂଜା ସରିଗଲା ଭଲରେ ଭଲରେ ବ୍ରତ ବି ବନ୍ଧା ହେଇଗଲା ଅଗଷ୍ଟ 15 ପାଇଁ କାଲି ରାତିଠୁ ଆମର ଫ୍ଲାଗ ଟଙ୍ଗା ହେଇଯାଇଛି ଜୟ ହିନ୍ଦ ବନ୍ଦେ ମାତରମ୍ ଆଜି ପାଇଁ ଏତିକି ପୁଣି ଆସିବି କିଛି ନୂଆ କଥା ନେଇକି ମୋ ଗାଁର ଷ୍ଟେ ଟ୍ୟୁନ୍ ସି ୟୁ ସୁନ୍ ବାଏ ବାଏ।